ସମସ୍ତଙ୍କୁ ମୋ ନମସ୍କାର ଆଉ ଜୟ ଭୀମ। ମୋ ରୋହନ ମହାରନ୍। ଆଜି ଆପଣମାନଙ୍କୁ ଗୋଟେ ସର୍ଟ ଷ୍ଟୋରିଟେ କହିବା ପାଇଁ ଯାଉଛି। ଆଉ ଷ୍ଟୋରିର ନାଁ ହେଉଛି ନିର୍ବାଚନ। ତ ଗାଁରେ ନିର୍ବାଚନ ଆଗକୁ ଅଛି। ଗତ 30 ବର୍ଷ ହେଲା ଗାଁରେ ଘନଶ୍ୟାମ ସିଂ ସରପଞ୍ଚ ହୋଇ ଆସୁଛନ୍ତି। କେହି ତାଙ୍କ ବିପକ୍ଷରେ ଉଠି ନାହାନ୍ତି। ମାତ୍ର ଏଥର ଗାଁରେ ଚହଲ ପଡ଼ିଛି, କାରଣ ତାଙ୍କ ବିପକ୍ଷରେ ଉଠିଛି ସୁରେଶ। ସମୟ ପ୍ରାୟ 12ଟା ହେବ। ଗାଁ ନଦୀ କୂଳର ପାଖ ବରଗଛ ମୂଳରେ କେତେ ଜଣ ଏକତ୍ରିତ ହୋଇଛନ୍ତି। ସାମ୍ନାରେ ଠିଆ ହୋଇଅଛନ୍ତି ସୁରେଶ ଓ ତାଙ୍କ ପାଖରେ ବସିଅଛନ୍ତି ତାଙ୍କ ଭାଇ ରିତେଶ। ସୁରେଶ କହିଲେ, 30 ବର୍ଷ ହେଲା ଘନଶ୍ୟାମ ସିଂ ଗାଁର ସରପଞ୍ଚ ହେଇ, ମାତ୍ର ସେ ଗାଁ ପାଇଁ କ'ଣ କରିଅଛନ୍ତି? ଗାଁରେ ଖଣ୍ଡେ ଭଲ ରାସ୍ତା ନାହିଁ, ନଦୀ ପାର ହେବା ପାଇଁ ପୋଲ ନାହିଁ, କି ଗାଁରେ ଏପର୍ଯ୍ୟନ୍ତ ସ୍କୁଲ ଗୃହଟିଏ ନାହିଁ। ଆମ ଗାଁର ପୁଅ ଝିଅମାନେ କେତେ କଷ୍ଟ ସହି ବାହାରକୁ ପଢ଼ିବା ପାଇଁ ଯାଉଛନ୍ତି, ମାତ୍ର ଏବେ ଆଉ ଏମିତି ରହିବ ନାହିଁ। ମୁଁ ଆପଣଙ୍କ ପାଇଁ ହିଁ ଭୋଟରେ ଉଠିଛି। ଆପଣମାନେ ମୋତେ ଥରେ ବିଶ୍ୱାସ କରନ୍ତୁ। ମୁଁ ଗାଁର ବିକାଶ ପାଇଁ ଦିନ ରାତି କାମ କରିବି। ଏହି କଥା ଶୁଣି ସମସ୍ତେ ଖୁସିରେ ତାଲି ମାରିବାକୁ ଲାଗିଲେ। ସେଠାରେ କାମ ସାରି ରିତେଶ ଓ ସୁରେଶ ଯେତେବେଳେ ନିଜ ଘରକୁ ଆସି ଦେଖୁଛନ୍ତି କି ଘନଶ୍ୟାମ ଓ ତା ଲୋକମାନେ ବସିଛନ୍ତି ଓ ସାମ୍ନାରେ ବସିଛନ୍ତି ସୁରେଶର ମା ଘନଶ୍ୟାମ ସିଂ। ଦୁଇ ଜଣ ଭାଇଙ୍କୁ ଦେଖି ଅଳ୍ପ ହସିଲେ ଆଉ କହିଲେ, ମୁଁ ଏ ଗାଁରେ 30 ବର୍ଷ ହେଲା ଶାସନ କରି ଆସୁଅଛି। ମୋ ବିପକ୍ଷରେ କେହି ଉଠିବା ପାଇଁ ସାହସ କରିନାହାନ୍ତି, ମାତ୍ର ଏଥର ତୁମେ ଉଠିଛ, ଖୁସି ଲାଗୁଛି। ହେଲେ ବାବୁ, ରାଜନୀତି ତୁମର କଥା ନୁହେଁ। ତୁମ ବାପା ଜଣେ ଭଲ ଲୋକ ଥିଲେ, ମାତ୍ର କ'ଣ କରିବା, ସେ ଶୀଘ୍ର ଚାଲିଗଲେ। ତୁ ନିଜ ପରିବାରକୁ ଦେଖ। ସମାଜ ସେବା କରିକି କ'ଣ ପାଇବୁ? କହ, କେତେ ପଇସା ଦରକାର? ସୁରେଶ କହିଲା, ଆପଣ କ'ଣ ସମସ୍ତଙ୍କୁ ପଇସାରେ କିଣିବା ପାଇଁ ଚାହୁଁଛନ୍ତି? ଘନଶ୍ୟାମ ସିଂ କହିଲେ, ଗରମ ରକ୍ତ। ହଉ, ତୁ ଯାହା କରିବାର ଅଛି କର, ମଜା ଆସିବ ଏଥର। ଏତିକି କହି ଘନଶ୍ୟାମ ସିଂ ଓ ତା ଲୋକମାନେ ଚାଲିଗଲେ। ରାତିରେ ସୁରେଶର ମା ଦୁଇ ଜଣଙ୍କୁ ଭାତ ଦେଇ ନିର୍ବାଚନରେ ନ ଉଠିବା ପାଇଁ କହିବାକୁ ଲାଗିଲେ, ମାତ୍ର ସୁରେଶ ବୁଝୁନଥିଲା। ଶେଷରେ ମା ବିରକ୍ତ ହୋଇ କହିଲେ, ତୁ କ'ଣ ଭାବୁଛୁ ତୋ ବାପା ଆକ୍ସିଡେଣ୍ଟରେ ମଲେ? ନା, ତୋ ବାପା ଏ ଗାଁର ପ୍ରଥମ ଉଚ୍ଚ ଶିକ୍ଷିତ ଲୋକ ଥିଲେ। ତାଙ୍କ ପ୍ରଫେସର ଚାକିରି ସହରରେ କରିବାକୁ ନ ଚାହିଁ ସେ ଗାଁକୁ ଆସିଥିଲେ ଯେପରି ଗାଁର ପିଲା ପୁଅ ଝିଅମାନଙ୍କୁ ପାଠ ପଢ଼ାଇ ପାରିବେ। ଯେତେବେଳେ ସ୍କୁଲ ଗୃହ ପାଇଁ କଥା ହେବା ପାଇଁ ଘନଶ୍ୟାମ ସିଂ ପାଖକୁ ଗଲେ, ଘନଶ୍ୟାମ ସିଂ କହିଲା, ଗାଁ ଲୋକମାନେ ତ କିଛି କହୁନାହାନ୍ତି, ତୁ କ'ଣ ପାଇଁ ବ୍ୟସ୍ତ ହେଉଛୁ? ସ୍କୁଲ ଗୃହ କରି କ'ଣ ତୁ ତ ଧନ୍ଦା ଚଳାଇବାକୁ ଚାହୁଁଛୁ? ଏ କଥା ତୋ ବାପା ହୃଦୟକୁ ଭେଦିଦେଲା। ସେ ଯେମିତି ବି ଗାଁରେ ସ୍କୁଲ ଗୃହଟିଏ ନିର୍ମାଣ କରିବା ପାଇଁ ଲାଗି ପଡ଼ିଲେ। ଦିନେ ସେ କଲେକ୍ଟର ଅଫିସକୁ ଦରଖାସ୍ତ ଦେବା ସମୟରେ ସରପଞ୍ଚ ଲୋକମାନେ ବାଟରେ ହିଁ ତାଙ୍କୁ ମାରିଦେଇ ଆକ୍ସିଡେଣ୍ଟର ନାଁ ଦେଇଦେଲେ। ଏତିକି କହି ମା କାନ୍ଦିବାକୁ ଲାଗିଲେ ଓ ନିଜର କୋଠରୀକୁ ଚାଲିଗଲେ। ରିତେଶ କହିଲା, ମା ତ ମନା କରୁଛି, କ'ଣ କରିବା? ସୁରେଶ କିଛି ଉତ୍ତର ନ ଦେଇ ନିଜ କୋଠରୀକୁ ଚାଲିଗଲା। ସକାଳ ହେଲା। ଦୁଇ ଜଣ ଭାଇ ପୁଣି ଥରେ ବାହାରିଲେ ଲୋକମାନଙ୍କୁ ବୁଝାଇବା ପାଇଁ। ଦୁଇ ଭାଇ ଦିନ ରାତି ଏହି କାମ କରିବାକୁ ଲାଗିଲେ। ଗାଁ ଲୋକମାନେ ମଧ୍ୟ ସାଥ ଦେଉଥାନ୍ତି। ସବୁଆଡ଼େ ଖବର ଉଡ଼ିଛି କିଏ ଜିତିବ ବୋଲି। ଦିନେ ଘନଶ୍ୟାମ ସିଂ ଭାଷଣ ଦେଉଥିବା ସମୟରେ ଜଣେ ଲୋକ ତା ମୁହଁ ଢାଙ୍କି ହୋଇ ଆସି ତାଙ୍କ ଉପରେ ଆକ୍ରମଣ କଲା। ତାଙ୍କ ହାତରେ ଗୁରୁତର ଆଘାତ ହେଲା। ଲୋକମାନେ ତାକୁ ଧରିବାକୁ ଚେଷ୍ଟା କଲେ ମଧ୍ୟ ଭିଡ଼ ଥିବାରୁ ସେ ସେଠାରୁ ଚାଲିଗଲା। ରିତେଶ ହିଁ ଏହି ଘଟଣାର ଦାୟୀ ବୋଲି ପୁଲିସମାନେ ଆସି ତାକୁ ଧରିନେଲେ। ରିତେଶ ଜେଲରେ ଅଛି। ଘନଶ୍ୟାମ ସିଂ ବାବୁ ରିତେଶ ବାବୁ ଆସି କହିଲେ, ଏହା ରାଜନୀତି ବାବୁ, ନିଜ ଶତ୍ରୁକୁ ହରାଇବା ପାଇଁ ନିଜେ ମଧ୍ୟ ନିଜ ରକ୍ତ ବହାଇବାକୁ ପଡ଼ିଥାଏ। ତୁ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବୁ। ଇଲେକ୍ସନ ନ ସରିବା ଯାଏ ତୁ ତ ବାହାରିବୁ ନାହିଁ। ଚିନ୍ତା କର ନାହିଁ, ତୋ ଭାଇକୁ କିଛି କରିବିନି ଇଲେକ୍ସନ ସରିବା ଯାଏ। ଏତିକି କହି ଘନଶ୍ୟାମ ସିଂ ଚାଲିଗଲେ। ସୁରେଶ ଯେତେ ଚେଷ୍ଟା କଲେ ମଧ୍ୟ ରିତେଶକୁ ବାହାର କରି ପାରିଲା ନାହିଁ। ନିର୍ବାଚନର ଦିନ ଆଗାଇ ଆସୁଥାଏ। ସୁରେଶ ହାର ନ ମାନି ଲୋକମାନଙ୍କ ବୁଝାଇବାକୁ ଲାଗିଥାଏ। ନିର୍ବାଚନର ଦିନ ଆସିଲା। ସମସ୍ତେ ଯାଇ ନିଜ ନିଜର ଭୋଟ ଦେଲେ। ନିର୍ବାଚନର ଫଳ ବାହାରିବାର ସମୟ। ସମସ୍ତଙ୍କ ହୃଦସ୍ପନ୍ଦନ ବଢ଼ିବାକୁ ଲାଗିଛି। ପ୍ରାୟ 5ଟାରେ ନିର୍ବାଚନର ଫଳ ଘୋଷଣା କରାଗଲା କି ପୁଣି ଥରେ ଏ ଗାଁର ସରପଞ୍ଚ ହୋଇଛନ୍ତି ଘନଶ୍ୟାମ ସିଂ ବାବୁ। ଏ କଥା ଶୁଣିବା ମାତ୍ରେ ଘନଶ୍ୟାମ ସିଂ ନିଜ ନିଶ ମୋଡ଼ିଲେ। ତା ଲୋକମାନେ
ରେ ନାଚିବାକୁ ଲାଗିଲେ ଓ ସୁରେଶର ମଜା ଉଡ଼ାଇବାକୁ ଲାଗିଲେ। ଘନଶ୍ୟାମ ସିଂ ବାବୁ ସୁରେଶ ପାଖକୁ ଯାଇ କହିଲେ, ମୁଁ ଏ ଗାଁର ରାଜା ଥିଲି, ଅଛି ଆଉ ଥିବି। ତୁମେମାନେ ମୋର ସବୁ ଗୁଲାମ ରହିବ। ସୁରେଶ କହିଲା, ଆପଣ କେବଳ 500 ଭୋଟରେ ଜିତିଲେ ଆଉ ମୁଁ 0 ଭୋଟ ପାଇନାହିଁ। ଗାଁର ଅଧା ଲୋକ ମୋ ସାଙ୍ଗରେ ଅଛନ୍ତି ଆଉ ଅଧା ହୋଇଯିବେ ଆଗକୁ। ସୁରେଶ ସେତିକି କହି ଚାଲିଗଲା। ପୁଲିସମାନେ ରିତେଶକୁ ମଧ୍ୟ ଛାଡ଼ିଦେଲେ। ତା ଦିନଠୁ ଘନଶ୍ୟାମ ସିଂ ସୁରେଶ ଓ ତା ପରିବାରକୁ ହଇରାଣ କରିବାକୁ ଲାଗିଲା। ଯେପରି ତା ମାଆର ବିଧବା ପେନ୍ସନ୍ ବନ୍ଦ କରିଦେବା, ତାଙ୍କୁ ଚାଉଳ ଦେବା ବନ୍ଦ କରିଦେବା ଓ ତାଙ୍କ ଘରର ବିଜୁଳି କାଟିଦେବା। ଏତିକି କଷ୍ଟ ସହି ମଧ୍ୟ ସୁରେଶ ତା ବାପାର ସ୍ୱପ୍ନ ପୂରା କରିବାକୁ ଲାଗି ପଡ଼ିଲା। ସରପଞ୍ଚ ଘନଶ୍ୟାମ ସିଂ ତାକୁ ମାରିବାକୁ ଚେଷ୍ଟା କରିଲେ। ଦିନେ ସେ ସହରକୁ ଯାଇଥିବା ସମୟରେ ଗୋଟିଏ ବଡ଼ ଗାଡ଼ି ପଠାଇ ତାର ଆକ୍ସିଡେଣ୍ଟ କରାଇଦେଲେ। ଭାଗ୍ୟ ଭଲ କିଛି ଆଘାତ ହେଲାନି। ଠିକ୍ ସମୟରେ ହସ୍ପିଟାଲ ନେବାରୁ ତାର ପ୍ରାଣ ବଞ୍ଚିଗଲା। ଦିନେ ସନ୍ଧ୍ୟାରେ ଡଙ୍ଗାରେ ପୁଅ ଝିଅମାନେ ସ୍କୁଲ ସାରି ଫେରୁଥିବା ସମୟରେ ଯେତେବେଳେ ଡଙ୍ଗା ନଦୀ ମଝିରେ ହୋଇଥାଏ, ହଠାତ୍ ପାଣି ଭୟଙ୍କର ରୂପ ନେଲା ଓ ଡଙ୍ଗା ସମସ୍ତ ଲୋକଙ୍କୁ ଭସାଇ ନେଲା। ଘଟଣା ପରେ ଗାଁର ଥିବା ସମସ୍ତ ଲୋକେ ନଦୀ ପାଖକୁ ଆସି କାନ୍ଦିବାକୁ ଲାଗିଲେ। ରିତେଶ ସମସ୍ତଙ୍କୁ ବୁଝାଇବାକୁ ଲାଗିଲା। ହସ୍ପିଟାଲରୁ ଫେରୁଥିବା ସମୟରେ ଦେଖିଲା କି ତା ଘରକୁ କେତେ ଜଣ ଜଳାଇବାକୁ ଚେଷ୍ଟା କରୁଛନ୍ତି। ସେ ଯାଇକି ସେମାନଙ୍କୁ ରୋକିଲା ମଧ୍ୟ ସେମାନେ ତା ଘର ଜଳାଇ ଦେଲେ ଓ ତାକୁ ମାରି ତାମା ଭିତରୁ ବାହାରି ଆସିଲେ। ରିତେଶକୁ ସେହି ଲୋକମାନେ ମାରିବାକୁ ଲାଗିଲେ। ଏସବୁ ଗାଁ ଲୋକେ ଦେଖି ରିତେଶକୁ ବଞ୍ଚାଇବା ପାଇଁ ଆସିଲେ ଓ ସେହି ଲୋକମାନଙ୍କ ଉପରେ ମାଡ଼ି ପଡ଼ିଲେ। ସେ ଲୋକମାନଙ୍କୁ ଧରି ଯେତେବେଳେ ପଚାରିଲେ, ଆକ୍ସିଡେଣ୍ଟରେ ବି ତାଙ୍କର ହାତ ଅଛି ବୋଲି ସ୍ୱୀକାର କରିଲେ। ଏହିସବୁ ଶୁଣି ସମସ୍ତେ ସରପଞ୍ଚ ଘନଶ୍ୟାମ ସିଂଙ୍କ ଘରକୁ ଦୌଡ଼ିଲେ। ଏତେ ଲୋକଙ୍କୁ ଦେଖି ତା ଲୋକମାନେ ମଧ୍ୟ କିଛି କରିପାରିଲେ ନାହିଁ। ଘନଶ୍ୟାମ ସିଂଙ୍କୁ ଧରି ସେମାନେ ପୁଲିସକୁ ଦେଲେ ଓ ତାଙ୍କୁ ସରପଞ୍ଚ ପଦରୁ କାଢ଼ିଦେଲେ। ସୁରେଶକୁ ବନାଇଲେ ତାଙ୍କର ସରପଞ୍ଚ। ସୁରେଶ ଦିନ ରାତି ଗାଁର ବିକାଶ ପାଇଁ କାମ କରିବାକୁ ଲାଗିଲା। ଯେପରି ଗାଁରେ ପୋଲ ନିର୍ମାଣ, ସ୍କୁଲ ଗୃହ ନିର୍ମାଣ, ରାସ୍ତା ନିର୍ମାଣ ଇତ୍ୟାଦି କାର୍ଯ୍ୟ। ରିତେଶ ସହରକୁ ନ ଯାଇ ଗାଁରେ ରହି ପୁଅ ଝିଅମାନଙ୍କୁ ପାଠ ପଢ଼ାଇବାକୁ ଲାଗିଲା। ମୋ କାହାଣୀ ଶୁଣିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।